ଯେତେବେଳେ ଯମରାଜ ସାବିତ୍ରୀଙ୍କୁ 100 ସନ୍ତାନର ବରଦାନ ପ୍ରଦାନ କଲେ ସେତେବେଳେ ସାବିତ୍ରୀ ଯମରାଜାକୁ ପ୍ରଶ୍ନ କରିଲେ, ହେ ଯମରାଜ, ମୁଁ ହେଲି ପତିବ୍ରତା ସ୍ତ୍ରୀ, ଯଦି ଆପଣ ମୋର ସ୍ୱାମୀକୁ ନେଇଯିବେ ତାହେଲେ ମୋର 100 ପୁତ୍ର କିପରି ରୂପରେ ହେବ। ନମସ୍କାର ସାଙ୍ଗମାନେ, ଆଜିର ଭିଡ଼ିଓରେ ଆମେ ଜାଣିବା ସାବିତ୍ରୀ ବ୍ରତ କାହିଁକି ପାଳନ କରାଯାଏ। ସାବିତ୍ରୀ ବ୍ରତ ପଛରେ ଯେଉଁ ରହସ୍ୟମୟ କାହାଣୀଟି ଅଛି ତାହା ଆଜିର ଭିଡ଼ିଓରେ ଆମେ ଜାଣିବା। ତା ପୂର୍ବରୁ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ଟିକେ କରିଦିଅନ୍ତୁ ଆଉ ଭିଡ଼ିଓକୁ ଲାଇକ୍ ଟିକେ କରିଦିଅନ୍ତୁ। ଚାଲନ୍ତୁ ବିନା ଡେରି କରି ଭିଡ଼ିଓକୁ ଷ୍ଟାର୍ଟ କରିବା। ଭଦ୍ର ଦେଶରେ ଜଣେ ରାଜା ଥିଲେ ଯାହାର ନାମ ଥିଲା ଅଶ୍ୱପତି। ତାଙ୍କର କୌଣସି ସନ୍ତାନ ନଥିଲା। ସେ ରାଜା ଆଉ ତାଙ୍କ ରାଣୀ ଦୁଇ ଜଣ ପାଖାପାଖି 18 ବର୍ଷରୁ ଉର୍ଦ୍ଧ୍ୱ ସମୟ ପୂଜା ଅର୍ଚ୍ଚନା କଲେ, ମନ୍ତ୍ର ପଢ଼ିଲେ ଏବଂ ଜପ ମାରିବା ସହିତ ଧ୍ୟାନ କରିବାକୁ ଲାଗିଲେ। ପୁରା 18 ବର୍ଷ ତପସ୍ୟା କଲାପରେ ତାଙ୍କର ତପସ୍ୟାରେ ମୁଗ୍ଧ ହୋଇ ମା ସାବିତ୍ରୀ ତାଙ୍କୁ ଦର୍ଶନ ଦେଲେ ଏବଂ ରାଜାଙ୍କୁ କହିଲେ, ହେ ରାଜନ, ତୁମେ ମୋ ଠାରୁ କ'ଣ ଆଶା କରୁଛ? ତୁମେ ତୁମର ମନପସନ୍ଦର କୌଣସି ଗୋଟାଏ ବର ମାଗ। ସେଥିରେ ରାଜା କହିଲେ ମାତା ସାବିତ୍ରୀଙ୍କୁ, ହେ ମାତା ସାବିତ୍ରୀ, ମୁଁ ଆଉ ମୋର ଅର୍ଦ୍ଧାଙ୍ଗିନୀ ଆମେ ଦୁଇ ଜଣ ସନ୍ତାନ ପାଇଁ ପାଗଳ ହୋଇଗଲୁଣି। ଏପର୍ଯ୍ୟନ୍ତ ଆମର କୌଣସି ବି ସନ୍ତାନ ଜାତ ହୋଇନାହାନ୍ତି। ଆପଣ ଆମକୁ ସନ୍ତାନ ପ୍ରାପ୍ତିର ବରଦାନ ଦିଅନ୍ତୁ। ସେଥିରେ ସାବିତ୍ରୀ ମାତା ରାଜନଙ୍କୁ ସନ୍ତାନ ପ୍ରାପ୍ତିର ବରଦାନ ଦେଲେ ଏବଂ ଉଭା ହୋଇଗଲେ। ତାର କିଛି ବର୍ଷ ପରେ ରାଜାଙ୍କର ଏକ ସୁନ୍ଦର କନ୍ୟାଟିଏ ଜାତ ହେଲା। ଯେହେତୁ କନ୍ୟାଟି ମାତା ସାବିତ୍ରୀଙ୍କର ବରଦାନରୁ ଜାତ ହୋଇଥିଲେ ସେଥିପାଇଁ ସେ କନ୍ୟାଟିର ନାମ ରଖାଗଲା ସାବିତ୍ରୀ। ସାବିତ୍ରୀ ଦେଖିବା ପାଇଁ ଅତ୍ୟନ୍ତ ଡଉଲ ଡାଉଲ ଏବଂ କଳା ବି ବହୁତ ତାଙ୍କ ପାଖରେ ଥିଲା। ସେ ବହୁତ ଜ୍ଞାନୀ ଥିଲେ, ତା ସହିତ ସୁନ୍ଦର ବି ଥିଲେ। ହେଲେ ବହୁ ଚେଷ୍ଟା କଲା ପରେ ମଧ୍ୟ ସାବିତ୍ରୀଙ୍କ ପାଇଁ କୌଣସି ଯୋଗ୍ୟ ବରପାତ୍ର ଖୋଜିପାରିଲେ ନାହିଁ ରାଜା। ସେଥିରେ ରାଜା ନିରାଶ ହୋଇ ସାବିତ୍ରୀଙ୍କୁ କହିଲେ, ହେ ସାବିତ୍ରୀ, ତୁମେ ତୁମ ପାଇଁ ବରପାତ୍ର ନିଜେ ସନ୍ଧାନ କର। ସେଥିରେ ସାବିତ୍ରୀ ବାହାରି ପଡ଼ିଲେ ବରପାତ୍ର ଖୋଜିବା ପାଇଁ। ଯେତେବେଳେ ସାବିତ୍ରୀ ତାଙ୍କର ସ୍ୱାମୀଙ୍କର ସନ୍ଧାନରେ ଜଙ୍ଗଲରେ ଏଣେତେଣେ ବୁଲୁଥିଲେ ସେତେବେଳେ ସେ ଦେଖିବାକୁ ପାଇଲେ ସାଲ୍ବ ଦେଶର ରାଜା ଟୁମକ ସେନ। ସେ ରାଜାଙ୍କର ଯୋଟାଏ ପୁତ୍ର ଥିଲା ଯାହାଙ୍କର ନାମ ଥିଲା ସତ୍ୟବାନ। ସତ୍ୟବାନ ଦେଖିବା ପାଇଁ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ବୀର୍ଯ୍ୟବାନ ମଣିଷ ଥିଲେ। ତା ସହିତ ତାଙ୍କ ପାଖରେ କିଛି କିନ୍ତୁ ଧନ ସମ୍ପତ୍ତି ନଥିଲା, କାରଣ ତାଙ୍କ ରାଜ୍ୟକୁ ଅନ୍ୟ କିଏ ସେମାନଙ୍କ ପାଖରୁ ଛଡ଼ାଇ ନେଇଥିଲା। ସେଥିରେ ସାବିତ୍ରୀ ସତ୍ୟବାନଙ୍କୁ ନିଜ ସ୍ୱାମୀ ରୂପରେ ଗ୍ରହଣ କରିବାକୁ ଲାଗିଲେ। ଏପଟେ ନାରଦ ମୁନି ଯେତେବେଳେ ଜାଣିବାକୁ ପାଇଲେ ଯେ ସାବିତ୍ରୀ ସତ୍ୟବାନଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିବାକୁ ଚାହୁଁଛନ୍ତି ସେତେବେଳେ ନାରଦ ମୁନି ଆସି ପହଞ୍ଚିଗଲେ ସାବିତ୍ରୀଙ୍କର ପିତାଙ୍କ ପାଖରେ ଏବଂ ନାରଦ ମୁନି କହିଲେ ଯେ ସାବିତ୍ରୀ ଯାହାକୁ ସ୍ୱାମୀ ରୂପରେ ଗ୍ରହଣ କରିବାକୁ ଯାଉଛି ତାଙ୍କର ଆୟୁଷ ବହୁତ କମ୍। ଯେତେବେଳେ ସାବିତ୍ରୀଙ୍କର ପିତା ରାଜା ଅଶ୍ୱପତି ଋଷିରାଜ ନାରଦ ମୁନିଙ୍କ ପାଖରୁ ଏପରି କଥା ଶୁଣିଲେ ସେତେବେଳେ ରାଜା ଅତ୍ୟନ୍ତ ଚିନ୍ତାରେ ପଡ଼ିଗଲେ। ଯେତେବେଳେ ସାବିତ୍ରୀ ତାଙ୍କ ପିତାଙ୍କୁ ପଚାରିଲେ ଯେ ବାପା, ତୁମେ କ'ଣ ପାଇଁ ଏତେ ଚିନ୍ତାରେ ଅଛ, ସେତେବେଳେ ସାବିତ୍ରୀଙ୍କର ପିତା ସାବିତ୍ରୀଙ୍କୁ କହୁଛନ୍ତି, ପୁତ୍ରୀ, ତୁମେ ଯାହାକୁ ସ୍ୱାମୀ ରୂପରେ ଗ୍ରହଣ କରିଛ ତାଙ୍କର ଆୟୁ ବହୁତ କମ୍। ମାତ୍ର ଗୋଟାଏ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଯିବ। ତୁମେ ତାଙ୍କୁ ସ୍ୱାମୀ ରୂପରେ ଗ୍ରହଣ କର ନାହିଁ। ତୁମ ପାଇଁ ଅନ୍ୟ ଏକ ସୁନ୍ଦର ଏବଂ ଶକ୍ତିଶାଳୀ ବରପାତ୍ର ଆମେ ଦେଖିବୁ। ସେତେବେଳେ ସାବିତ୍ରୀ ତାଙ୍କ ବାପାଙ୍କୁ କହିଲେ, ବାପା, ହିନ୍ଦୁ କନ୍ୟା ତାଙ୍କ ଜୀବନରେ କେବଳ ଥରେ ମାତ୍ର ହିଁ ନିଜର ସ୍ୱାମୀଙ୍କୁ ନିର୍ଦ୍ଧାରିତ କରିଥାନ୍ତି। ବ୍ରାହ୍ମଣ ଥରେ ମାତ୍ର ହିଁ ମନ୍ତ୍ର ପଢ଼ିଥାଏ ଆଉ ରାଜା ତା ଜୀବନରେ ଥରେ ମାତ୍ର ହିଁ ଡିସିସନ୍ ଦେଇଥାଏ, ତାପରେ ସେ ତା'ର ଡିସିସନ୍କୁ ଚେଞ୍ଜ କରିନଥାଏ। ସେଥିପାଇଁ ମୁଁ ସତ୍ୟବାନଙ୍କୁ ହିଁ ମୋର ସ୍ୱାମୀ ରୂପରେ ଗ୍ରହଣ କରିବି। ଏପଟେ ସାବିତ୍ରୀ ତାଙ୍କ ସ୍ୱାମୀଙ୍କ ସହିତ ଯେତେବେଳେ ତାଙ୍କ ଶାଶୁ ଶ୍ୱଶୁରଙ୍କ ଘରକୁ ଆସିଲେ ସେତେବେଳେ ସେ ଆସି ପହଞ୍ଚି ତାଙ୍କର ଶାଶୁ ଏବଂ ଶ୍ୱଶୁରଙ୍କର ସେବାରେ ଲାଗିଗଲେ। ଏପଟେ ନାରଦ ମୁନି ସାବିତ୍ରୀଙ୍କୁ କହିଦେଇଥିଲେ ଯେ ତାଙ୍କର ସ୍ୱାମୀ ସତ୍ୟବାନଙ୍କର ମୃତ୍ୟୁ କେବେ ଘଟିବ। ଯେତେବେଳେ ସତ୍ୟବାନଙ୍କର ମୃତ୍ୟୁ ସମୟ ପାଖେଇ ଆସିଲା ସେତେବେଳେ ସାବିତ୍ରୀ ଅତ୍ୟନ୍ତ ଛାନିଆ ହୋଇଗଲେ ଏବଂ ସେ ତାଙ୍କର ମୃତ୍ୟୁର 3 ଦିନ ପୂର୍ବରୁ ହିଁ ଉପବାସ କରିବା ଆରମ୍ଭ କରିଥିଲେ, ଯେପରି ନାରଦ ମୁନି ତାଙ୍କୁ କହିଥିଲେ। ସବୁଦିନ ପରି ତାଙ୍କର ମୃତ୍ୟୁର ଦିନରେ ସତ୍ୟବାନ ଜଙ୍ଗଲକୁ ଚାଲିଗଲେ କିଛି କାଠ ଆଣିବା ପାଇଁ। ସାବିତ୍ରୀ ମଧ୍ୟ ତାଙ୍କ ସହିତ ଜଙ୍ଗଲକୁ ଚାଲିଗଲେ। ଯେତେବେଳେ ସତ୍ୟବାନ ଜଙ୍ଗଲକୁ ପହଞ୍ଚିଲେ କାଠ କାଟିବା ପାଇଁ ସେ ଗୋଟାଏ ଗଛ ଉପରକୁ ଚଢ଼ିଲେ। ସାବିତ୍ରୀ ତଳେ ବସି ଦେଖୁଥାନ୍ତି। ଗଛ ଉପରକୁ ଚଢ଼ିଲା ପରେ ସତ୍ୟବାନଙ୍କ ମଥାରେ ଅତ୍ୟନ୍ତ ଜୋରରେ ଯନ୍ତ୍ରଣା ହେବାକୁ ଲାଗିଲା ଏବଂ ସେ ଯନ୍ତ୍ରଣାକୁ ସମ୍ଭାଳି ନ ପାରି ଗଛରୁ ତଳକୁ ଓହ୍ଲାଇ ପଡ଼ିଲେ। ସାବିତ୍ରୀ ଏପଟେ ଜାଣି ଯାଇଥିଲେ ଯେ ଆଜି ତାଙ୍କର ସ୍ୱାମୀର ଶେଷ ଦିନ। ଏପଟେ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କ ମଥାକୁ ନିଜ କୋଳରେ ରଖି ଆଉଁସି ଦେଉଥାନ୍ତି। ଏପରି ଚାଲିଥାଏ କିଛି ସମୟ ବିତିଗଲା। ହଠାତ୍ ଯମରାଜା ଆସି ପହଞ୍ଚିଗଲେ ସତ୍ୟବାନଙ୍କୁ ନେବା ପାଇଁ। ଯେତେବେଳେ ଯମରାଜ ସତ୍ୟବାନଙ୍କୁ ନେଇ ଚାଲିଲେ ସେତେବେଳେ ସାବିତ୍ରୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ପଛେ ଯମରାଜାଙ୍କ ସହିତ ଚାଲିଲେ। ଅଳ୍ପ କିଛି ବାଟ ଗଲା ପରେ ଯମରାଜା ତାଙ୍କର ମାନେ ସାବିତ୍ରୀଙ୍କର ଯେଉଁ ପତିବ୍ରତା ଦେଖି ତାଙ୍କୁ କହିଲେ, ହେ କନ୍ୟା, ତୁମେ କ'ଣ ପାଇଁ ଏଠାକୁ ଆସୁଛ? ତୁମେ ଗୋଟାଏ କାମ କର,
କ'ଣ ତୁମର ମନର କାମନା ଅଛି ତୁମେ ଗୋଟାଏ ବର ମାଗ ଏବଂ ଏଠାରୁ ଚାଲିଯାଅ। ସେଥିରେ ସାବିତ୍ରୀ ଏହି ବର ମାଗିଲେ, ହେ ଯମରାଜ, ମୋର ଶାଶୁ ଶ୍ୱଶୁରଙ୍କର ରାଜ୍ୟକୁ କିଏ ଛଡ଼ାଇ ନେଇଛି। ତୁମେ ତାଙ୍କୁ ଦୀର୍ଘାୟୁ କରିବା ସହିତ ଦୀର୍ଘ ଦୃଷ୍ଟି ଦେବା ସହିତ ତାଙ୍କର ରାଜ୍ୟକୁ ତାଙ୍କୁ ଫେରାଇ ଦିଅ। ସେଥିରେ ଯମରାଜ ତଥାସ୍ତୁ କରିଦେଲେ ଏବଂ ଯମରାଜ ସତ୍ୟବାନଙ୍କୁ ନେଇ ଆଗକୁ ଚାଲିଲେ। ତାପରେ ମଧ୍ୟ ସାବିତ୍ରୀ ସତ୍ୟବାନଙ୍କ ସହିତ ଆଗକୁ ଚାଲିଛନ୍ତି। କିଛି ବାଟ ଗଲା ପରେ ଯମରାଜ ପୁଣି ଥରେ ସାବିତ୍ରୀଙ୍କୁ କହିଲେ, ତୁମେ କ'ଣ ପାଇଁ ଆସୁଛ? ସେଥିରେ ସାବିତ୍ରୀ କହିଲେ, ଯମରାଜ, ମୁଁ ମୋର ସ୍ୱାମୀଙ୍କ ସହିତ ଯିବାରେ ମୋର କିଛି ଆପତ୍ତି ନାହିଁ, ତ ମୁଁ ମୋର ସ୍ୱାମୀଙ୍କ ସହିତ ଆଗକୁ ଚାଲିବି। ସେଥିରେ ଯମରାଜ ସାବିତ୍ରୀଙ୍କୁ କହିଲେ, ହେ ସାବିତ୍ରୀ, ତୁମେ ପୁଣି ଥରେ ଏକ ବରଦାନ ମାଗ ଏବଂ ଏଠାରୁ ପଳେଇ ଯାଅ। ସେଥିରେ ସାବିତ୍ରୀ ଯମରାଜଙ୍କୁ କହିଲେ, ହେ ଯମରାଜ, ମୋତେ ତୁମେ 100 ପୁତ୍ର ପ୍ରାପ୍ତିର ବରଦାନ ପ୍ରଦାନ କର। ସେଥିରେ ଯମରାଜ ସାବିତ୍ରୀଙ୍କୁ 100 ପୁତ୍ର ପ୍ରାପ୍ତିର ବରଦାନ ପ୍ରଦାନ କଲେ। କିନ୍ତୁ କିଛି ବାଟ ଗଲା ପରେ ସାବିତ୍ରୀ ପୁଣି ଥରେ ଯମରାଜକୁ କହୁଛନ୍ତି, ଯମରାଜ, ଆପଣ ତ ମୋତେ 100 ପୁତ୍ର ପ୍ରାପ୍ତିର ବରଦାନ ପ୍ରଦାନ କଲେ, କିନ୍ତୁ ମୁଁ ହେଲି ଜଣେ ପତିବ୍ରତା ସ୍ତ୍ରୀ, ମୋର ସ୍ୱାମୀ ନ ରହିଲେ ମୋର 100 ପୁତ୍ର ଆସିବ କୁଆଡ଼ୁ? ସେଥିରେ ଯମରାଜ ବହୁତ ଚିନ୍ତାରେ ପଡ଼ିଗଲେ। ଏପଟେ ବରଦାନ ଦେଇଛନ୍ତି 100 ପୁତ୍ରର, ଏପଟେ ତାଙ୍କ ସ୍ୱାମୀକୁ ନେଇ ଚାଲିଛନ୍ତି। କ'ଣ କରିବେ? ଧର୍ମରାଜ ଯମରାଜ ବହୁତ ଚିନ୍ତାରେ ପଡ଼ିଗଲେ। କିଛି ସମୟ ଚିନ୍ତା କରିଲା ପରେ ସେତେବେଳେ ଯମରାଜ ସାବିତ୍ରୀଙ୍କୁ ତାଙ୍କର ସ୍ୱାମୀ ସତ୍ୟବାନଙ୍କୁ ଫେରାଇ ଦେଲେ। ତାପରେ ସାବିତ୍ରୀ ସେଠାରୁ ଫେରି ଆସିଲେ ସେହି ବଟଗଛ ମୂଳକୁ, ଯେଉଁଠାରେ କି ତାଙ୍କ ସ୍ୱାମୀ ସତ୍ୟବାନଙ୍କର ମୃତ ଶରୀର ପଡ଼ିଥିଲା। ଯମରାଜ ସତ୍ୟବାନଙ୍କୁ ଛାଡ଼ିଲା ପରେ ସତ୍ୟବାନ ପୁଣି ଥରେ ଜୀବିତ ହୋଇଗଲେ। ତାପରେ ଦୁଇଜଣ ସେହି ବଟଗଛ ବୃକ୍ଷକୁ ନମସ୍କାର ଜଣାଇ ନିଜ ରାଜ୍ୟକୁ ଫେରିଗଲେ। ତାପରେ ଦୁଇଜଣ ଆଜୀବନ ଆରାମରେ ସେହି ରାଜ୍ୟର ସୁଖ ଉପଭୋଗ କଲେ। ସେହିଦିନଠୁ ସାଙ୍ଗମାନେ ସାବିତ୍ରୀ ବ୍ରତ ପାଳନ କରାଯାଏ ଏହିପାଇଁ ଯେ ପତିବ୍ରତା ପତ୍ନୀ ନିଜର ସ୍ୱାମୀଙ୍କର ଲମ୍ବା ଆୟୁଷ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି। ଏ ରହିଲା ସାବିତ୍ରୀ ବ୍ରତ ପଛର ସମ୍ପୂର୍ଣ୍ଣ ରହସ୍ୟମୟ କାହାଣୀଟିଏ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଆମ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବିଦାୟ ଦିଅନ୍ତୁ, ଦେଖା ହେବ ଅନ୍ୟ ଏକ କାହାଣୀ ସହିତ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।